ଜୟ ଜଗନ୍ନାଥ। ଆଜି ହେଉଛି 23 ଜୁନ୍। ଆଉ ସକାଳର କରେଣ୍ଟ ଆଫେୟାର ଆପଣଙ୍କ ପାଇଁ, ପ୍ରତ୍ୟେକ ଓଡ଼ିଶାବାସୀ, ପ୍ରତ୍ୟେକ ଓଡ଼ିଶାର କମ୍ପିଟେଟିଭ୍ ପାଇଁ ପ୍ରିପାରେସନ୍ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ମୁଁ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ ନେଇ ଆସିଛି। ଭିଡ଼ିଓ ଷ୍ଟାର୍ଟ କରିବା। ଭିଡ଼ିଓକୁ ଶେଷ ଯାଏଁ ଦେଖିବେ। ବହୁତ ଗୁଡ଼ିଏ ନ୍ୟାସନାଲ ଇଣ୍ଟରନ୍ୟାସନାଲ ଇଭେଣ୍ଟ ବିଷୟରେ ଜାଣିବା ପାଇଁ ପାଇବେ। ଆଜିର ପ୍ରଥମ ପଏଣ୍ଟ ଅଛି ଭାରତରେ FDI ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗ ଧାରା 2024 କ'ଣ ତା ଡିଟେଲଟା କହୁଛି। 2024 ମସିହାରେ ଭାରତରେ ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗ FDI $28 ବିଲିୟନ ସ୍ଥିର ରହିଲା। ମିଳିତ ଜାତିସଂଘର ବାଣିଜ୍ୟ ଏବଂ ବିକାଶ ସମ୍ମିଳନୀ UNCTAD ପୁଞ୍ଜି ନିବେଶକୁ ଆକର୍ଷିତ କରିବାରେ ଭାରତର ସ୍ଥିରତାକୁ ଆଲୋକିତ କରି ବିଶ୍ୱ FDIର ମାନ୍ୟତାର 15ତମ ସ୍ଥାନକୁ ଉନ୍ନୀତ ହୋଇଛି ଭାରତ। ଆଉ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ପ୍ରୋତ୍ସାହନ ବିଭାଗ 2024-25 ଆର୍ଥିକ ବର୍ଷ ପାଇଁ $50 ବିଲିୟନ FDI ଇକ୍ୱିଟି ପ୍ରବାହ ରିପୋର୍ଟ କରିଛି, ଯାହାକି ଭାରତରେ 13% ବୃଦ୍ଧି ହୋଇଛି। ମନେ ରଖିବେ, ବହୁତ ବଡ଼ ଇମ୍ପୋର୍ଟାଣ୍ଟ ପଏଣ୍ଟ ଆପଣ ଜାଣିବା ନିହାତି ଦରକାର। FDIର ଫୁଲ୍ ଫର୍ମ ହେଉଛି ଫରେନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ। ଏଇଟା ବି ଆପଣଙ୍କୁ ମନେ ରଖିବାକୁ ପଡ଼ିବ। ଆଉ ଏବେ ଆମର 2024-25 ପାଇଁ $50 ବିଲିୟନ ମନେ ରଖିବେ। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ ଇଭେଣ୍ଟ ହେଇଛି। QR କୋଡ୍ PMGSY ଅଧୀନରେ ସଡ଼କ ରକ୍ଷଣାବେକ୍ଷଣ ବୃଦ୍ଧି କରେ। ଏହା ଡିଟେଲଟା କହୁଛି। ବହୁତ ବଡ଼ ଇମ୍ପୋର୍ଟାଣ୍ଟ ଇଭେଣ୍ଟ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା PMGSY ଅଧୀନରେ ସଡ଼କ ରକ୍ଷଣାବେକ୍ଷଣରେ ଉନ୍ନତି ଆଣିବା ପାଇଁ ଏକ ନୂତନ ବ୍ୟବସ୍ଥା ଆରମ୍ଭ କରିଛି। ଏହି ଯୋଜନା ଅଧୀନରେ ନିର୍ମିତ ସଡ଼କ ଗୁଡ଼ିକ ପାଇଁ ରକ୍ଷଣାବେକ୍ଷଣ ସୂଚନା ପ୍ରଦର୍ଶନୀ ବୋର୍ଡ QR କୋଡ୍ ସଂଲଗ୍ନ କରିବା ପାଇଁ ଅନ୍ତର୍ଭୁକ୍ତ ହେବ, ଯେଉଁଥିରେ କି ସଡ଼କର ଗୁଣ ଏବଂ ରକ୍ଷଣାବେକ୍ଷଣ ଉପରେ ଜନସାଧାରଣଙ୍କର ମତାମତ ସଂଗ୍ରହ କରିବାକୁ ଏହି ଉଦ୍ଭାବନର ଲକ୍ଷ୍ୟ ରଖାଯାଇଛି। ଏବେ ଯେଉଁ ଆପଣ ଦେଖିପାରିଥିବେ ଷ୍ଟାର୍ଟିଂରେ ଫଟୋରେ, ଏବେ ଗୋଟେ QR କୋଡ୍ ରହିବ, ଯେଉଁଥିରେ କି ରୋଡ୍ କେବେ ତିଆରି ହେଲା ତା ମେଣ୍ଟେନାନ୍ସ ଡିଟେଲ ଜାଣିବା ପାଇଁ। ଏଇଟା ଆଉ ଗୋଟେ ବଡ଼ ଇଭେଣ୍ଟ, ନ୍ୟାସନାଲ ଇଭେଣ୍ଟ। ଏଇଟା ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆ ତରଫରୁ ହେଇଛି। ଭାରତରେ ସଂଶୋଧିତ EVM ଯାଞ୍ଚ SOP ତା ଡିଟେଲଟା କହୁଛି। ବହୁତ ବଡ଼ ଇଭେଣ୍ଟ। ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ EVM ଯାଞ୍ଚ ପାଇଁ ନିର୍ବାଚନ ଆୟୋଗ ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆ ଏହାର ମାନକ ଅପରେଟିଂ ପଦ୍ଧତି SOPକୁ ଅଦ୍ୟତନ କରିଛି। ଏହି ସଂଶୋଧନ ଏକ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅନୁସରଣ କରେ, ଯାହାକି ପ୍ରାର୍ଥୀମାନେ ଯେଉଁମାନେ ନିର୍ବାଚନରେ ଦ୍ୱିତୀୟ କିମ୍ବା ତୃତୀୟ ସ୍ଥାନରେ ରହି EVM ଉପରେ ଚେକ୍ କରିବା ପାଇଁ ଅନୁରୋଧ କରନ୍ତି, ତାହେଲେ ନୂତନ ପଦକ୍ଷେପ ଯେଉଁ SOP ଲକ୍ଷ୍ୟ ରଖିଛି ଯେ ସ୍ୱଚ୍ଛତା ବୃଦ୍ଧି ଏବଂ ନିର୍ବାଚନ ପାଇଁ ନିର୍ବାଚନ ପ୍ରକ୍ରିୟାରେ ଅଖଣ୍ଡତା ସମ୍ବନ୍ଧୀୟ ଚିନ୍ତାଧାରାକୁ ସମାଧାନ କରିବ। ଏଥର ଯେଉଁ କ୍ୟାଣ୍ଡିଡେଟ୍ ଯିଏ ସେକେଣ୍ଡ ଆଉ ଥାର୍ଡରେ ରହିବେ ସେ ଆରାମସେ ତାଙ୍କର ଚେକିଂ କରିପାରିବେ। ଏଇଟା ଆଉ ଗୋଟେ ବଡ଼ ପ୍ରୋଜେକ୍ଟ ହେଇଛି କିଙ୍ଗ କୋବ୍ରା, ଯେଉଁଟାକି ମଧ୍ୟପ୍ରଦେଶ ଗଭର୍ଣ୍ଣମେଣ୍ଟର ଗୋଟେ ବଡ଼ ପ୍ରୋଜେକ୍ଟ। ତା ଡିଟେଲଟା କହୁଛି। କିଙ୍ଗ କୋବ୍ରା ହେଉଛି ଦୁନିଆର ସବୁଠାରୁ ବିଷାକ୍ତ ସାପ। ନିକଟରେ ଭୋପାଳ ୱାନ ବିହାର ପ୍ରାଣୀ ଉଦ୍ୟାନରେ ଗୋଟେ କିଙ୍ଗ କୋବ୍ରାର ମୃତ୍ୟୁ ହୋଇଥିଲା। ଏହି ଘଟଣା ମଧ୍ୟପ୍ରଦେଶରେ କିଙ୍ଗ କୋବ୍ରାଙ୍କ ପୁନଃ ଉଦ୍ଧାରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ପଦକ୍ଷେପ ମାଧ୍ୟମରେ ବଢ଼ୁଥିବା ସାପମାନଙ୍କର ମୃତ୍ୟୁ ହାରକୁ ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଲକ୍ଷ୍ୟ ରଖିଛନ୍ତି। ତଥାପି ଏହିପରି ଯୋଜନାଗୁଡ଼ିକ ସମ୍ଭାବ୍ୟତ ଏବଂ ପରିବେଶଗତ ପ୍ରଭାବ ବିଷୟରେ ଚ୍ୟାଲେଞ୍ଜ ଗୁଡ଼ିକୁ ବିଦ୍ୟମାନ କରିଥାଏ। ମନେ ରଖିବେ, କିଙ୍ଗ କୋବ୍ରା ପୁନରୁଦ୍ଧାର ପ୍ରୋଜେକ୍ଟ ମଧ୍ୟପ୍ରଦେଶ ସରକାର କରିଛନ୍ତି। ଏଇଟା ଆଉ ଗୋଟେ ବଡ଼ ଇଭେଣ୍ଟ ହେଇଛି। ଠିକଣା କୋଚିଂ ସେଣ୍ଟର ନିର୍ଭରଶୀଳତା ପାଇଁ ପ୍ୟାନେଲ ଗଠନ। ଏହା ଡିଟେଲଟା କହୁଛି। ଏଇଟା ଆମର ଏଜୁକେସନ ମିନିଷ୍ଟ୍ରି ତରଫରୁ ବହୁତ ବଡ଼ ପଦକ୍ଷେପ। କୋଚିଂ ସେଣ୍ଟର ଉପରେ ଛାତ୍ରଛାତ୍ରୀଙ୍କର ବଢ଼ୁଥିବା ନିର୍ଭରଶୀଳତାକୁ ଦୂର କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏକ ପ୍ୟାନେଲ ପ୍ରତିଷ୍ଠା କରିଛି। ଏହି ପଦକ୍ଷେପଟି ପ୍ରତ୍ୟେକ ପ୍ରତିଯୋଗିତାମୂଳକ ପ୍ରବେଶିକା ପରୀକ୍ଷା ଏବଂ ସାମଗ୍ରିକ ବିଦ୍ୟାଳୟ ବ୍ୟବସ୍ଥାର ମୂଲ୍ୟାଙ୍କନକୁ ସ୍ଥିର କରିବାକୁ ଲକ୍ଷ୍ୟ ରଖିଛି। ଉଚ୍ଚଶିକ୍ଷା ସଚିବ ବିନୀତ ଯୋଶୀଙ୍କ ନେତୃତ୍ୱରେ ଏହି ପ୍ୟାନେଲ ଏହି ଧାରାକୁ ଅବଦାନ କରୁଥିବା ବିଭିନ୍ନ କାରଣ ବିଷୟରେ ଅନୁସନ୍ଧାନ କରିବ। ଠିକ୍ ଅଛି, ମନେ ରଖିବେ, ଭେରି ଇମ୍ପୋର୍ଟାଣ୍ଟ ଇଭେଣ୍ଟ ଏଇଟା। ୟା ପରେ ଆଉ ଗୋଟେ ବଡ଼ ଇଭେଣ୍ଟ ହେଇଛି ହେଲିସ୍ କମେଟ୍ ଇନ୍ ଇଣ୍ଡିଆନ୍ ହିଷ୍ଟ୍ରି। ଏଇଟା ଗୋଟେ ବହୁତ ବଡ଼ ଐତିହାସିକ ଇଭେଣ୍ଟ ହେଇଛି। ତା ଡିଟେଲଟା କହୁଛି, ଧ୍ୟାନର ସହ ଶୁଣିବେ। ଆନ୍ଧ୍ରପ୍ରଦେଶର ନ୍ୟୁଜ୍। ଭାରତରେ ଐତିହାସିକ ଆବିଷ୍କାର ହୋଇଛି ଗୋଟେ 1456 ଖ୍ରୀଷ୍ଟାବ୍ଦର ଏକ ତମ୍ବା ଥାଳି ଆନ୍ଧ୍ରପ୍ରଦେଶର ଶ୍ରୀ ସାଇଲମ ମଲ୍ଲିକାର୍ଜୁନ ସ୍ୱାମୀ ମନ୍ଦିରରେ ମିଳିଥିଲା। ଏଇଥିରେ ଲେଖା ହୋଇଛି ଯେ ଭାରତୀୟ ଇତିହାସରେ ହାଲିଙ୍କ
ଧ୍ରୁମ ପ୍ରଥମ ଏପିଗ୍ରାଫିକାଲ ରେଫରେନ୍ସ ଭାରତର ପ୍ରତ୍ନତତ୍ତ୍ୱୈତିକ ସର୍ବେକ୍ଷଣ ଏପିଗ୍ରାଫିକ୍ ଶାଖାର ନିର୍ଦ୍ଦେଶକ ଡକ୍ଟର କେ ମୁନିରଥନାମ ରେଡ୍ଡୀଙ୍କ ଦ୍ୱାରା ଏହି ଘୋଷଣା କରାଯାଇଛି। ଏହି ଲେଖା ପୁରାଣ ଯେଉଁ ଆମର ଐତିହାସିକ ବିଜୟନଗର କଳା ଧୂମିର ସାଂସ୍କୃତିକ ଏବଂ ଜ୍ୟୋତିର୍ବିଜ୍ଞାନର ବୁଝାବଣା ଉପରେ ପ୍ରଦାନ କରିଥାଏ। ଠିକ୍ ଅଛି, ବିଜୟନଗର ଏମ୍ପୋରିୟମ୍ ଯେଉଁ ଥିଲା ତା ଡିଟେଲଟା ଏଇଟା 1456 ଖ୍ରୀଷ୍ଟାବ୍ଦର ଏକ ତମ୍ବା ଥାଳି ଯେଉଁଟାକି ଆବିଷ୍କାର ହେଇଛି ଆନ୍ଧ୍ରପ୍ରଦେଶର ଶ୍ରୀ ସାଇଲମ୍ ମଲ୍ଲିକାର୍ଜୁନ ସ୍ୱାମୀ ମନ୍ଦିରରେ। ଠିକ୍ ଅଛି, ମନେ ରଖିବେ ସାଙ୍ଗମାନେ, ଆଜିର ସକାଳର ଟପ୍ କରେଣ୍ଟ ଆଫେୟାର ଏଇଠି ସରିଲା। ଆଉ ଭିଡ଼ିଓଟା କେମିତି ଲାଗିଲା ପ୍ଲିଜ୍ କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓକୁ ଲାଇକ୍ କରିବେ, ପ୍ରତ୍ୟେକ ସାଙ୍ଗସାଥୀ ପ୍ରତ୍ୟେକ କମ୍ପିଟେଟିଭ୍ ପାଇଁ ପ୍ରିପାରେସନ୍ ହେଉଥିବା ସାଙ୍ଗସାଥୀଙ୍କ ପାଖକୁ ସେୟାର କରିବେ। ଆଉ ନୂଆ ଥିଲେ ୱାର୍ଲଡ ଆଫେୟାର ମଧୁଜିକେ ଓଡ଼ିଆ ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ୍ କରିବେ। ସବୁଦିନ ଇମ୍ପୋର୍ଟାଣ୍ଟ ଜିକେ, କରେଣ୍ଟ ଆଫେୟାର, ସ୍ପୋର୍ଟସ୍ ଆଫେୟାର, ଏମ୍ପ୍ଲୟମେଣ୍ଟ ନ୍ୟୁଜ୍ ନୋଟିଫିକେସନ୍ ଆପଣଙ୍କୁ ଏଠାରେ ମିଳିଥାଏ। ଭିଡ଼ିଓ ଦେଖିଥିବାରୁ ସାଙ୍ଗମାନେ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।